ଜୟ ସିଆରାମ ପ୍ରିୟ ବନ୍ଧୁ ମାନେ, ଆଜି ମୁଁ ଆପଣଙ୍କୁ ଗୋଟେ ମହତ୍ୱପୂର୍ଣ୍ଣ ଉପାୟ କହିବି, ଯାହାକୁ ମୁଁ ବ୍ୟବହାର କରି ଜୀବନକୁ ପରିବର୍ତ୍ତନ କରିଛି। ମୋ ଜୀବନରେ ବି ବହୁତ ଚ୍ୟାଲେଞ୍ଜେସ୍ ଆସିଥିଲା। ଏଇ ଚ୍ୟାଲେଞ୍ଜ ଗୁଡ଼ିକୁ ମୁଁ କିଭଳି ସାମ୍ନା କରିଛି ଆସନ୍ତୁ ଜାଣିବେ। ମତେ ବହୁତ କିଛି ଜଣ ପଚାରନ୍ତି, ଆମେ କେମିତି ଆମ ଜୀବନରେ ପଜିଟିଭ ରହିବୁ। ମୁଁ କିଭଳି ପଜିଟିଭ ରୁହେ ଏହି ଭିଡିଓଟି ଦେଖି ଆପଣ ଜାଣିପାରିବେ। ମୋ ଜୀବନରେ ଯାହା ବି କିଛି ପ୍ରୋବ୍ଲେମ ଥିଲା, ମୁଁ କେବଳ ରାମଙ୍କ ନାମ ଦ୍ୱାରା ହିଁ ତାହାକୁ ସଲ୍ଭ କରିପାରିଲି। ପ୍ରଥମେ ମୁଁ ସକାଳୁ ରାମଙ୍କ ନାମ ଜପ କରେ। ଦିନରେ ବହୁତ ଚେଷ୍ଟା କରେ ଜପ କରିବା ପାଇଁ, କିନ୍ତୁ ମନ ସ୍ଥିର ରୁହେନି। ସେଥିପାଇଁ ମୁଁ ରାମଙ୍କ ନାମ ଲେଖିବା ଆରମ୍ଭ କରିଦେଲି। ଗୋଟେ ଦିନରେ ତ ମୁଁ 10,000 ଲେଖା ରାମଙ୍କ ନାମ ଲେଖିଦିଏ, କିନ୍ତୁ ଯେତେବେଳେ ମୁଁ ବ୍ୟସ୍ତ ଥାଏ, ଦିନକୁ କମ ସେ କମ 108 ଥର ରାମଙ୍କ ନାମ ଲେଖେ। ଏବଂ ଏହିଭଳି ରାମଙ୍କ ନାମ ଲେଖି ଏବଂ ଜପ କରି ମୋ ଜୀବନକୁ ମୁଁ ପରିବର୍ତ୍ତନ କରିପାରିଲି। ଏବଂ ମୁଁ ଏବେ ବହୁତ ଶାନ୍ତିରେ ଏବଂ ପ୍ରତ୍ୟେକ ଯୋଉ ଜିନିଷ ମୁଁ ଚାହୁଁଛି ତାକୁ ମୁଁ ହାସଲ କରିପାରୁଛି। ଆପଣ ବି ରାମଙ୍କ ନାମ ଲେଖିବା ଏବଂ ଜପିବା ଆରମ୍ଭ କରିଦିଅନ୍ତୁ ଏବଂ ତାର ଫଳ ଆପଣ ନିଜେ ଅନୁଭବ କରିପାରିବେ। ଆସନ୍ତୁ କିଛି କାହାଣୀ ଦ୍ୱାରା ଆମେ ରାମଙ୍କ ନାମ ଏବଂ ଲେଖିବାର ମାହାତ୍ମ୍ୟ ଜାଣିବା। ଆମ ନାମର ମହିମା ଅନନ୍ତ ଓ ଅପାର। ସତ୍ୟ ଯୁଗରେ ଧ୍ୟାନ, ତ୍ରେତୟା ଯୁଗରେ ଯଜ୍ଞ, ଦ୍ୱାପର ଯୁଗରେ ପୂଜା ଯେଉଁ ଫଳ ଦେଉଥିଲା, କଳି ଯୁଗରେ କେବଳ ନାମ ଜପ କଲେ ମଣିଷ ମଧ୍ୟ ସେହି ଫଳ ପାଇଯାଆନ୍ତି। ଆପଣ ଯେଉଁ ଭଗବାନଙ୍କୁ ଚାହାନ୍ତି ସେହି ଭଗବାନଙ୍କ ନାମ ଜପ କରନ୍ତୁ। ଆଜିର ଏହି କାହାଣୀରେ ଆମେ ଜାଣିବା ଯେ ରାମ ନାମ ଜପ କରିଲେ କଣ ଲାଭ ମିଳେ ଏବଂ ପ୍ରତ୍ୟେକ ଦିନ ଜୟ ଶ୍ରୀରାମ କିମ୍ବା ସୀତାରାମ ବା ରାମ ରାମ ଲେଖିଲେ କଣ ଲାଭ ମିଳେ। ତେଣୁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରିୟ ବନ୍ଧୁମାନେ, ରାମ ନାମର ମହିମା ଅପାର ଓ ରହସ୍ୟମୟ। କୁହାଯାଏ ଯେ ରାମ ନାମର ମହିମା ରାମ ନିଜେ ମଧ୍ୟ ବର୍ଣ୍ଣନା କରିପାରନ୍ତି ନାହିଁ। ରାମ ନାଥ କେହି ନାମ ଗୁଣ ଗାଇ। ଏହି ନାମ କେବଳ ଲୌକିକ ସୁଖ ନୁହେଁ, ଏହା ଆଧ୍ୟାତ୍ମିକ ଉଚ୍ଚତାକୁ ଥିବା ଏକ ଅଦ୍ଭୁତ ମାଧ୍ୟମ। ମହାନ ଋଷିମାନେ ନିଜ ଜୀବନରେ ରାମ ନାମକୁ ଶ୍ରେଷ୍ଠ ମାନିଛନ୍ତି। ତାଙ୍କ ଅନୁସାରେ କେବଳ ଏହି ନାମର ଜପ କଲେ ମଣିଷ ତାଙ୍କର ସମସ୍ତ ପାପରୁ ମୁକ୍ତି ପାଇପାରନ୍ତି ଏବଂ ମୋକ୍ଷ ପାଇଯାଆନ୍ତି। ସେଥିପାଇଁ ଗତ କିଛି ଶତାବ୍ଦୀ ଧରି ସନ୍ତମାନେ ଏହି ନାମକୁ ନିଜ ସାଧନାର ମୁଖ୍ୟ ଅଂଶ କରିଛନ୍ତି। ଭଗବାନ ଶିବ ମଧ୍ୟ ରାମ ନାମକୁ ଅନନ୍ତ ଶକ୍ତି ଥିବା ବୋଲି କହିଛନ୍ତି। କୁହାଯାଏ, ଯଦି କୌଣସି ବ୍ୟକ୍ତି ଶ୍ରଦ୍ଧାର ସହିତ କେବଳ ଗୋଟିଏ ଥର ମଧ୍ୟ ରାମ ନାମ ଜପ କରିଥାଏ, ତେବେ ମହାଦେବ ତାକୁ ସମ୍ମାନ ସହିତ 3 ଥର ପ୍ରଣାମ କରନ୍ତି। ରାମ ନାମ ଜପ କରିଲେ ମଣିଷର ମନ ଶାନ୍ତ ହୁଏ, ପ୍ରେମ, ଦୟା ଓ ଧୈର୍ଯ୍ୟ ଭରିଯାଏ। ଏହି ନାମ ସାଧାରଣ ବ୍ୟକ୍ତିକୁ ମଧ୍ୟ ମହାନ ବ୍ୟକ୍ତିତ୍ୱ ବନେଇପାରେ। ଏହା ଜୀବନର ସମସ୍ତ କଠିନକୁ ସହଜ କରିଦିଏ ଏବଂ ମନର ଅନ୍ତରୀକରଣ ରେ ଶୁଭ ପରିବର୍ତ୍ତନ କରିଥାଏ। ହରିପ୍ରସାଦଙ୍କ ଏହି ଚମତ୍କାରୀ ପରିବର୍ତ୍ତନକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହେଲେ। ସେମାନେ ତାକୁ ପଚାରିଲେ, ହରିପ୍ରସାଦ, ତୁମ ଜୀବନର ଏପରି ଅଚାନକ ପରିବର୍ତ୍ତନ କିପରି ଆସିଲା? ଆପଣ ଭାବୁଥିବେ ହରିପ୍ରସାଦ କିଏ? ନୁହେଁଟି, ହରିପ୍ରସାଦ ଯିଏକି ପ୍ରଭୁ ଶ୍ରୀରାମଙ୍କର ଜଣେ ପରମ ଭକ୍ତ ଥିଲେ। ତାଙ୍କ ବିଷୟରେ ଗୋଟେ କାହାଣୀ କହୁଛି। ହରିଦାସ ଜଣେ ବ୍ୟକ୍ତି ଥିଲେ, ଯିଏକି ତାଙ୍କ ଜୀବନରେ ବହୁତ ଦୁଃଖ କଷ୍ଟ ଥିଲା ଏବଂ ସେ ବହୁତ କଷ୍ଟରେ ରହୁଥିଲେ। ଥରେ ସେ ସନ୍ଥ ଶିବଦାସଙ୍କୁ ଯାଇ ଭେଟିଲେ ଏବଂ ସେହି ସନ୍ଥ ତାଙ୍କୁ ରାମ ନାମ ଜପିବାକୁ କହିଲେ ଏବଂ କହିଲେ, ଆପଣ ସେହି ରାମ ନାମ ଜପନ୍ତୁ, ଦେଖିବେ ଆପଣଙ୍କ ଜୀବନରେ ପ୍ରତ୍ୟେକ କଷ୍ଟ ଦୂର ହେବ। ସେ ପ୍ରଥମେ ରାମ ନାମ ଜପିଲେ। ପ୍ରଥମ ଦିନ ତାକୁ କିଛି ଅନୁଭବ ହେଲାନି। ଏହିଭଳି ରାମ ନାମ ଜପି ଜପି ଧୀରେ ଧୀରେ ସେ ଅନୁଭବ କଲେ ତାଙ୍କ ମନ ଶାନ୍ତ ରହୁଛି ଏବଂ ତାଙ୍କ ଜୀବନରେ ଥିବା ପ୍ରତ୍ୟେକ ଦୁଃଖ କଷ୍ଟ ଦୂରେଇବାକୁ ଲାଗିଲା। ତାଙ୍କ ସ୍ତ୍ରୀଙ୍କର ଦେହ ସୁସ୍ଥ ହେଇଗଲା। ତାଙ୍କ ଝିଅମାନେ ଭଲ ପଢିବାକୁ ଲାଗିଲେ। ଏହିଭଳି ତାକୁ ବହୁତ ଭଲ ଭଲ ଉପକାର ମିଳିଲା।
ଯେତେବେଳେ ତାଙ୍କୁ ଗ୍ରାମର ଲୋକମାନେ ପଚାରିଲେ ତୁମ ଜୀବନ କିଭଳି ପରିବର୍ତ୍ତନ ହେଲା, ସେ ଗ୍ରାମର ଅନ୍ୟ ଲୋକମାନଙ୍କୁ ମଧ୍ୟ ପ୍ରେରଣା ଦେଲେ ଯେ ରାମ ନାମ ଜପ କର। ଧୀରେ ଧୀରେ ସମସ୍ତ ଗ୍ରାମରେ ଶାନ୍ତି, ପ୍ରେମ ଓ ସମୃଦ୍ଧିର ପରିବେଶ ବନିଗଲା। ଯେମିତି ଜୀବନ ଗତି କାରଣ ହେଉଛି ଅନୁଭବ, ହରିପ୍ରସାଦଙ୍କ ଜୀବନରେ ମଧ୍ୟ ଏକ ଅନୁଭବ ମାଧ୍ୟମରେ ବିପ୍ଳବ ଆସିଥିଲା। ସେ ଏବେ ଦିନରାତି ରାମ ନାମ ଜପରେ ଲୀନ ହୋଇଯାଇଥିଲେ। ତାଙ୍କ ମନ ଧୀରେ ଧୀରେ ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ ହେଉଥିଲା। ସେ ଅଧିକ ସମୟ ରାମ ନାମ ଜପରେ ବ୍ୟତୀତ କରୁଥିଲେ ଏବଂ ଗଭୀର ଧ୍ୟାନ ଅବସ୍ଥାରେ ପହଞ୍ଚି ଯାଉଥିଲେ। ଏହି ଜପ ତାଙ୍କ ଭିତରେ ଏକ ଅଦ୍ଭୁତ ଶାନ୍ତି ଅନୁଭବ କରୁଥିଲେ। ମନେ ହେଉଥିଲା ଯେ ତାଙ୍କ ଆତ୍ମା ଭଗବାନ ରାମଙ୍କ ସମୀପକୁ ଯାଉଛି। ଗୋଟେ ଦିନ ସେ ଯେତେବେଳେ ରାମ ନାମ ଜପ କରୁଥିଲେ, ସେତେବେଳେ ଧ୍ୟାନ ମଧ୍ୟରେ ତାଙ୍କୁ ଏକ ଦିବ୍ୟ ଦୃଷ୍ଟି ହେଲା। ସେ ଅନୁଭବ କଲେ ଯେ ରାମ ନାମ ଜପ କରିଲେ କେବଳ ଜୀବନର ସମସ୍ୟା ହିଁ ନୁହେଁ, ବରଂ ତାଙ୍କ ଆତ୍ମା ପରମାତ୍ମା ସହିତ ଯୋଡ଼ି ଯାଉଛି। ସେ ବୁଝିପାରିଲେ ଯେ ରାମ ନାମର ମହିମା ଅନନ୍ତ ଓ ଅପାର। ଏହି ନାମ ଜପ ଦ୍ୱାରା ଆତ୍ମାର ଶୁଦ୍ଧି ହୁଏ ଏବଂ ହରିଦାସ ଖ୍ୟାତି କେବଳ ତାଙ୍କ ଗ୍ରାମରେ ନୁହେଁ, ଆଖପାଖ ଗ୍ରାମ ଗୁଡ଼ିକରେ ମଧ୍ୟ ପହଞ୍ଚିଗଲା। ଲୋକେ ତାଙ୍କ ନିକଟକୁ ଆସି ରାମ ନାମ ମହିମା ବିଷୟରେ ଶୁଣୁଥିଲେ ଏବଂ ପ୍ରେରଣା ନେଉଥିଲେ। ଧୀରେ ଧୀରେ ହରିପ୍ରସାଦଙ୍କ ଜୀବନ ଦ୍ୱାରା ଅନେକ ଲୋକ ଆଲୋକିତ ହେଉଥିଲେ। ସେ ଏବେ ଏକ ସାଧାରଣ କୃଷକ ନୁହେଁ, ଏକ ଆଧ୍ୟାତ୍ମିକ ଗୁରୁ ହେବାର ପଥରେ ଅଗ୍ରସର ହେଉଥିଲେ। ଏହି ଭଗବାନଙ୍କ ନାମ ଆମକୁ ଭଗବାନଙ୍କ ସମୀପକୁ ନେଇଯାଏ ଏବଂ ଆଧ୍ୟାତ୍ମିକ ମାର୍ଗରେ ଚାଲିବା ପାଇଁ ପ୍ରେରଣା ଦେଇଥାଏ। ରାମ ନାମ ଲେଖିଲେ ବ୍ୟକ୍ତି ଧାର୍ମିକ ଏବଂ ଆଧ୍ୟାତ୍ମିକ ଜୀବନରେ ଶକ୍ତିଶାଳୀ ହୁଏ। ଏହି ଭକ୍ତିମୟ ପଥକୁ ଏବଂ ଆଧ୍ୟାତ୍ମିକ ମଜବୁତ କରିଥାଏ। ରାମ ନାମ ଲେଖିବା ଦ୍ୱାରା ଆପଣ ଭକ୍ତି ପଥରେ ସଦା ସଜାଗ ଓ ସଂଯୁକ୍ତ ରହିପାରିବେ। ଏହି ମନ୍ତ୍ର ଆପଣଙ୍କୁ ମୁକ୍ତି ପ୍ରଦାନ କରେ। ଏହା ସହିତ ରାମ ନାମ ଲେଖିଲେ ଆପଣଙ୍କ ଶରୀରର ଏବଂ ମନ ଏକାଠି ଏକ ସ୍ଥାନରେ କେନ୍ଦ୍ରିତ ରହେ। ଏହା ଇନ୍ଦ୍ରିୟ ଗୁଡ଼ିକୁ ସଂଯମରେ ରଖିବାରେ ସାହାଯ୍ୟ କରେ। ଏହାପରେ ରାମ ନାମ ମହାମନ୍ତ୍ର ଲେଖିବାର ସବୁଠୁ ବଡ଼ ଗୁଣ ହେଉଛି ଏହା ମନରେ ଉତ୍ପନ୍ନ ହେଉଥିବା ଖରାପ ଭାବନା, ଚିନ୍ତା ଏବଂ କାମନାକୁ ଦୂର କରିଦିଏ। ମନ ଶାନ୍ତ ଓ ଖୁସି ରହେ। ରାମ ନାମ ଲେଖିବା ସମୟରେ ଭାବନା ହୃଦୟରେ ପ୍ରକାଶିତ ହୁଏ ଏବଂ କାନରେ ସେହି ମନ୍ତ୍ରର ଧ୍ୱନି ଗଞ୍ଜିତ ହୁଏ। ଯେତେବେଳେ ବ୍ୟକ୍ତି ଖାଲି ଥାଏ, ସେତେବେଳେ ମନରେ ସବୁଠାରୁ ବେଶୀ ଭ୍ରମଣ କରେ। ଏହି ମନ୍ତ୍ର ଲେଖିବା କିମ୍ବା ଜପ କରିଲେ ଅପଚୟ ସମୟ ରୋକି ହେଇଯାଏ ଏବଂ ଭକ୍ତି ରାସ୍ତାରେ ଉନ୍ନତି ହୁଏ। ଏବେ ଆସନ୍ତୁ ଏହିଥର ଏହି କଥାକୁ ଏକ ପ୍ରେରଣାଦାୟକ କାହାଣୀ ଦ୍ୱାରା ବୁଝିବା। ତୁଳସୀଦାସ ଓ ରାମ ନାମ ଲେଖିବାର ମହିମା ବିଷୟରେ ଜାଣିବା। ତୁଳସୀଦାସଙ୍କ ଜୀବନ ହେଉଛି ରାମ ନାମ ଲେଖିବା ମହତ୍ତ୍ୱ ବୁଝିବା ପାଇଁ ଏକ ଶ୍ରେଷ୍ଠ ଉଦାହରଣ। ସନ୍ଥ ତୁଳସୀଦାସଙ୍କୁ ଶ୍ରୀରାମଙ୍କ ଅତ୍ୟନ୍ତ ଭକ୍ତ ବୋଲି ମନାଯାଏ। ତାଙ୍କର ପ୍ରାରମ୍ଭିକ ଜୀବନ ସାଂସାରିକ ମୋହ ଓ ମାୟା ମଧ୍ୟରେ କଟିଥିଲା, କିନ୍ତୁ ଗୋଟେ ଦିନ ତାଙ୍କ ପତ୍ନୀ ତାଙ୍କୁ ସତ୍ୟବୋଧ କରାଇଲେ ଏବଂ କହିଲେ, ତୁମେ ଯଦି ମୋ ପ୍ରତି ଯେପରି ଆସକ୍ତ ଅଛ, ତାହାପରି ତୁମେ ଭଗବାନ ଶ୍ରୀରାମଙ୍କ ପ୍ରତି ଥାନ୍ତ, ତେବେ ତୁମ ଜୀବନ ଧନ୍ୟ ହୋଇଯାଆନ୍ତା ଏବଂ ତୁମେ ଭଗବାନଙ୍କୁ ପାଇସାରନ୍ତଣି। ଏହି ବାକ୍ୟ ତୁଳସୀଦାସଙ୍କ ଜୀବନକୁ ପରିବର୍ତ୍ତନ କରିଦେଲା ଏବଂ ସେ ଶ୍ରୀରାମଙ୍କ ଭକ୍ତିମୟ ପଥରେ ଚାଲି ପଡ଼ିଲେ। ତୁଳସୀଦାସୀ ରାମ ନାମ ଜପ କରିବା ଏବଂ ଲେଖିବା ଆରମ୍ଭ କଲେ ଏବଂ ଶେଷରେ ସେ ରାମଚରିତ ମାନସ ରଚନା କଲେ, ଯାହା ଆଜି ଭକ୍ତମାନଙ୍କ ପାଇଁ ଏକ ଆଦର୍ଶ ଗ୍ରନ୍ଥ ହିସାବରେ ମନାଯାଏ। ତୁଳସୀଦାସଙ୍କ କାହାଣୀରେ ଏକ ସନ୍ଦେଶ ରହିଛି। ରାମ ନାମ ଜପ କିମ୍ବା ଲେଖିବା ଆତ୍ମିକ ଶାନ୍ତି, ସାଧନା ଏବଂ ମୋକ୍ଷ ପାଇଁ ଏକ ଶ୍ରେଷ୍ଠ ମାର୍ଗ। ଯଦି ନିଜ ଜୀବନକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ଯଦି ଆପଣ ସଫଳ ହେବାକୁ ଚାହୁଁଛନ୍ତି, ତାହେଲେ ଆଜିଠାରୁ ଶପଥ ନିଅନ୍ତୁ, ପ୍ରତ୍ୟେକ ଦିନ କମ୍ ସେ କମ୍ ଆପଣ ଯାହା ଚାହୁଁଛନ୍ତି, ପ୍ରଥମେ ଷ୍ଟାର୍ଟିଂରୁ 7 ଥର କିମ୍ବା 21 ଥର କିମ୍ବା 51 ଥର ବା 108 ଥର ଲେଖିବାକୁ ଚେଷ୍ଟା କରନ୍ତୁ ଏବଂ
ଯେତେବେଳେ ବି ଆପଣଙ୍କୁ ମନେ ପଡିଯାଉଛି ଭଗବାନ ରାମଙ୍କ ନାମ ମନରେ କିମ୍ବା ପାଟିରେ ନେଇଯାଆନ୍ତୁ, କାରଣ ରାମ ନାମ ଜପିବାର କୌଣସି ସମୟ ନିଆଯାଏନି। ଯେକୌଣସି ମୁହୂର୍ତ୍ତରେ ଚାହିଁଲେ ଆପଣ ନେଇପାରିବେ। ରାମ ନାମ ନେବା ପାଇଁ ପ୍ରତ୍ୟେକ ସମୟ ଶୁଭ ସମୟ। ଯଦି ଆପଣ ଏଇଭଳି ଭିଡିଓ ଦେଖିବା ପାଇଁ ପସନ୍ଦ କରୁଛନ୍ତି, ତାହେଲେ ମୋର ଏଇ ମାଇଣ୍ଡ ମ୍ୟାଜିକ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ। ଜୟ ସିୟା ରାମ।